ପିଲାମାନେ ଆଜି ଆମେ ଭାଗବତ ସୂକ୍ତି ସଂଗ୍ରହର ଅଭ୍ୟାସ ପ୍ରଶ୍ନ ଉତ୍ତର କରିବା। ତାହେଲେ ଆମକୁ ଦେଇଛି ଯେଉଁଟା ଠିକ୍ ଉତ୍ତର ତାକୁ ଆମେ ଷ୍ଟାର ଚିହ୍ନ ଦେବା। ତାହେଲେ 1 ନମ୍ବର ଦେଲା ଅନେକ ଜନ୍ମ ତପ ଫଳେ ମନୁଷ୍ୟ ଜନ୍ମ ମହିତଳେ। କାହା ଯୋଗୁଁ ପୃଥିବୀରେ ମନୁଷ୍ୟ ଜନ୍ମ ଲାଭ କରେ ବୋଲି ଉପରେ ଲିଖିତ ପଦରେ କୁହାଯାଇଛି। ଅନେକ ଜନ୍ମର ତପସ୍ୟା ଫଳ ଯୋଗୁଁ ମନୁଷ୍ୟ ଜନ୍ମ ଲାଭ କରେ। 2 ନମ୍ବର ପ୍ରଶ୍ନ ତା ଜନ୍ମ ଧନ୍ୟ ଏ ସଂସାରେ ଯେ ରହେ ପର ଉପକାରେ। ଏ ସଂସାରରେ କାହାର ଜନ୍ମ ଧନ୍ୟ ହୋଇଯାଏ? କାହାର ପିଲାମାନେ? ଯିଏ ସବୁବେଳେ ପରର ଉପକାର କରୁଥାଏ। ନେକ୍ସଟ 3 ନମ୍ବର ପ୍ରଶ୍ନ ଯେ ପ୍ରାଣୀ ପରେ ହିଂସା କରେ ଦେବତା ପୂଜି ସେନତରେ। କେଉଁ ପ୍ରାଣୀ ଦେବତାଙ୍କୁ ପୂଜା କଲେ ମଧ୍ୟ ସଂସାରରୁ ମୁକ୍ତି ପାଏ ନାହିଁ ବୋଲି ଉପର ଲିଖିତ ପଦରୁ ପ୍ରକାଶ ପାଇଛି। କେଉଁ ପ୍ରାଣୀ? ଯେଉଁ ମନୁଷ୍ୟ ପରକୁ ହିଂସା କରୁଥାଏ। 4 ନମ୍ବର ପ୍ରଶ୍ନ ଅମୃତ ବିନୟ ବଚନ କହି ତୋଷିବ ପ୍ରାଣୀ ମନ। ପ୍ରାଣୀର ମନକୁ କିପରି ଭାବେ ସନ୍ତୁଷ୍ଟ କରିହେବ ବୋଲି ଉକ୍ତ ପଦରେ କୁହାଯାଇଛି। କିପରି କହିଲ ଦେଖିଆ? ପ୍ରାଣୀର ମନକୁ ବିନମ୍ରତାର ସହ ମଧୁର କଥା କହି ସନ୍ତୁଷ୍ଟ କରି ହେବ ବୋଲି କୁହାଯାଇଛି। 5 ନମ୍ବର ପ୍ରଶ୍ନ ଉତ୍ତମ ସଙ୍ଗେ ସଙ୍ଗ ଯାର ସେ କରେ ଉତ୍ତମ ବ୍ୟବହାର। କେଉଁଭଳି ବ୍ୟକ୍ତିଙ୍କ ସାଥିରେ ମିଳାମିଶା କଲେ ତାଙ୍କଠାରୁ ଉତ୍ତମ ବ୍ୟବହାର ଶିକ୍ଷା ଲାଭ କରିହୁଏ? ଘ ଉତ୍ତମ ଲୋକ ସହିତ ମିଳାମିଶା କଲେ ଉତ୍ତମ ବ୍ୟବହାର ଆମେ ଶିଖିପାରିବା। 6 ନମ୍ବର ସାକ୍ଷାତ ଗୁରୁ ଯେ ଈଶ୍ୱର ଗୁରୁଙ୍କୁ ନ ମଣିବ ନର। ଗୁରୁଙ୍କୁ ଈଶ୍ୱରଙ୍କ ସହିତ କାହିଁକି ତୁଳନା କରାଯାଇଛି? କାହିଁକି ନା ଗୁରୁ ଈଶ୍ୱରଙ୍କ ଭଳି ଶିଷ୍ୟର ସର୍ବଦା ମଙ୍ଗଳ କାମନା କରୁଥିବାରୁ। 7 ନମ୍ବର ପ୍ରଶ୍ନ ମହତେ ଯାହା ଆଚରିବେ ଇତରେ ତାହା ହିଁ କରିବେ। ଇତର ଲୋକେ ମହତ ବ୍ୟକ୍ତିଙ୍କୁ କାହିଁକି ଅନୁସରଣ କରନ୍ତି? କାରଣ ବିବେକବାନ ସମ୍ପନ୍ନ ହୋଇଥିବାରୁ। ଗ ହେଉଛି ଆମର କରେକ୍ଟ ଆନ୍ସର। 8 ନମ୍ବର ଦେଖିବା ନିକଟେ ଥିଲେ ଅନାଦର ଏଇଟି ସଂସାର ବ୍ୟବହାର। ନିକଟରେ ଚଳପ୍ରଚଳ ହେଉଥିବା ବ୍ୟକ୍ତିଙ୍କୁ ଲୋକେ ଆଦର ନ କରିବାର କାରଣ କ'ଣ? କାରଣ ସାଂସାରିକ ବ୍ୟକ୍ତିମାନେ ଅତି ପରିଚିତ ବ୍ୟକ୍ତିକୁ ଗୁରୁତ୍ୱ ଦେଉନଥିବାରୁ। 9 ନମ୍ବର ପ୍ରଶ୍ନ କର୍ମ କରଣେ ଫଳ ପାଇ ପ୍ରାଣୀ ତା ଅବଶ୍ୟ ଭୁଞ୍ଜଇ। ଏହି ପଦରୁ କେଉଁ ବାର୍ତ୍ତା ପ୍ରକାଶିତ ହେଉଛି? ଏହି ପଦରୁ କର୍ମ ଫଳ ନିଶ୍ଚିତ ଭାବେ ଭୋଗିବାକୁ ପଡ଼ିବ ବୋଲି କ'ଣ ପ୍ରକାଶ ପାଉଛି। ତାପରେ ଆମେ ଖରେ ଦେଖିବା ଦେଇଛି ତୁମର ସାଙ୍ଗମାନେ ଭିନ୍ନ ଭିନ୍ନ ଉତ୍ତର ବାଛିପାରନ୍ତି। ତୁମେ ଏହି ଉତ୍ତର ଗୁଡ଼ିକ କାହିଁକି ବାଛିଲ ଏଇଟା କିଛି ଦରକାର ନାହିଁ ଆମର। ନେକ୍ସଟ ଆମର ଆମେ କ ସ୍ତମ୍ଭ ଏବଂ ଖ ସ୍ତମ୍ଭ ଯୋଡ଼ିବା। 1 ନମ୍ବରରେ ଦେଲା ତା ଜନ୍ମ ଧନ୍ୟ ଏ ସଂସାରେ ଯେ ରହେ ପର ଉପକାରେ। ଆମର ଏଇଟା କ'ଣଟେ ହେଇଯିବ? ଏଇଟା ଆମର 3 ନମ୍ବର ହେଇଯିବ। ବୁଝିଲା? ଯିଏ ପର ଉପକାର ସାଧନ ପାଇଁ ନିଜକୁ ନିୟୋଗ କରିଥାଏ ତାର ଜନ୍ମ ଏ ସଂସାରରେ ଧନ୍ୟ ବୋଲି ଗଣା ହୁଏ। ହେଲା? 2 ନମ୍ବର ଯେ ପ୍ରାଣୀ ପରେ ହିଂସା କରେ ଦେବତା ପୂଜି ସେ ନତରେ। କ'ଣ ହେଇଯିବ? ଏଇଟା ଆମର 2 ନମ୍ବରଟା ହେଇଯିବ। 4 ନମ୍ବର ହେଲା ଯେଉଁ ପ୍ରାଣୀ ସବୁବେଳେ ଅନ୍ୟକୁ ହିଂସା କରୁଥାଏ ସେ ଦେବତାଙ୍କୁ ଯେତେ ପୂଜା କଲେ ମଧ୍ୟ ସଂସାରରୁ ତରି ନଥାଏ। 3 ନମ୍ବର ଉତ୍ତମ ସଙ୍ଗେ ସଙ୍ଗ ଯାର ସେ କରେ ଉତ୍ତମ ବ୍ୟବହାର। କ'ଣ ହେବ? 3 ନମ୍ବର ହେଇଯିବ ଆମର 1 ନମ୍ବର ଉତ୍ତମ ମନୁଷ୍ୟ ସହିତ ଯେ ମିଳାମିଶା କରେ ସେ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିଥାଏ। 4 ନମ୍ବର ସାକ୍ଷାତ ଗୁରୁ ଯେ ଈଶ୍ୱର ଗୁରୁଙ୍କୁ ନ ମଣିବ ନର। ହେଲା? ଏଇଟା କ'ଣ ହେବ? 4 ନମ୍ବରଟା ଆମର 2 ନମ୍ବର ହେଇଯିବ। ଗୁରୁଙ୍କ କୃପା ବିନା ଶିଷ୍ୟର କେବେ ହେଲେ ଉନ୍ନତି ସମ୍ଭବ ହୋଇନଥାଏ। ତେଣୁ ଗୁରୁଙ୍କୁ ଭଗବାନଙ୍କ ସହିତ ତୁଳନା କରାଯାଇଛି। 5 ନମ୍ବର ମହତେ ଯାହା ଆଚରିବେ ଇତରେ ତାହା ହିଁ କରିବେ। କ'ଣ ହେଇଯିବ? ଏଇଟା ଆମର 5 ନମ୍ବରଟା 6 ନମ୍ବର ହେଇଯିବ। ମହତ ବ୍ୟକ୍ତିର ଆଚାର ବ୍ୟବହାର ଏବଂ ମହତ କାର୍ଯ୍ୟ ପ୍ରତି ଅନ୍ୟ ଲୋକେ ଆକର୍ଷିତ ହୋଇ ସେହି କାର୍ଯ୍ୟ କରନ୍ତି। 6 ନମ୍ବର କର୍ମ କରଣେ ଫଳ ପାଇ ପ୍ରାଣୀ ତା ଅବଶ୍ୟ ଭୁଞ୍ଜଇ। କ'ଣ ହେଇଯିବ? ଏଇଟା 5 ନମ୍ବର ହେଇଯିବ। ମନୁଷ୍ୟ ଯେଉଁ କର୍ମ କରିଥାଏ ତାକୁ ସେହି କର୍ମର ଫଳ ନିଶ୍ଚିତ ଭାବେ ଭୋଗ କରିବାକୁ ପଡ଼ିଥାଏ। ନେକ୍ସଟ
ଏକ ନମ୍ବର ଆମକୁ ଦେଲା, ତାପରେ ପୁଣି ଆଉ ଗୋଟେ କସ୍ତମ ଖସ୍ତମ ଯୋଡ଼ିବା। ଅନେକ ଜନ୍ମ ତପ ଫଳେ ହେଲା, ଏଇଟା କ'ଣ ହେବ? ଏଇଟି ସଂସାର ବ୍ୟବହାର ହେଲା। ଏକ ନମ୍ବର ହେବ 3, ସରି ଏଇଟା ପିଲା ଏକ ନମ୍ବର ହେଇଯିବ ଆମର 4 ହେଲା। ଆଉ ଥରେ ଲେଖିଦେଉଛି। ଅନେକ ଜନ୍ମ ତପ ଫଳେ ମନୁଷ୍ୟ ଜନ୍ମ ମହିତଳେ, ବୁଝିଲା ତ? ତାପରେ 2 ନମ୍ବର, ତା ଜନ୍ମ ଧନ୍ୟ ଏ ସଂସାର, କା ଜନ୍ମ ହେଲା ଯେ ରହେ ପର ଉପକାରେ। ତାପରେ 3 ନମ୍ବର, ଅମୃତ ବିନୟ ବଚନ କହି ତୋଷିବ ପ୍ରାଣୀ ମନ। 4 ନମ୍ବର, ଉତ୍ତମ ସଙ୍ଗେ ସଙ୍ଗ ଯାର, ସେ କରେ ଉତ୍ତମ ବ୍ୟବହାର। 5 ନମ୍ବର, ସାକ୍ଷାତ ଗୁରୁ ଯେ ଈଶ୍ୱର ହେଲା, ଗୁରୁଙ୍କୁ ନ ମଣିବ ନର। 6 ନମ୍ବର, ମହତେ ଯାହା ଆଚରିବେ କ'ଣ ଇତରେ ତାହା ହିଁ କରିବେ। 7 ନମ୍ବର, ନିକଟେ ଥିଲେ ଅନାଦର ହେଲା, ଏଇଟି ସଂସାର ବ୍ୟବହାର। 3 ନମ୍ବର। 8 ନମ୍ବର, କର୍ମ କରଣେ ଫଳ ପାଇ କ'ଣ ହେବ? 6ଟା ହେବ ପ୍ରାଣୀତା ଅବଶ୍ୟ ଭୁଞ୍ଜଇ। 9 ନମ୍ବର, ଯେ ପ୍ରାଣୀ ପରେ ହିଂସା କରେ ଦେବତା ପୂଜି ସେ ନତରେ, ବୁଝିଲା ତ? ତାପରେ କବିତାର ପଦ ଗୁଡ଼ିକ ଆମେ ଆଲୋଚନା କରିବା, ବୁଝିଲା? ପ୍ରଥମେ ଦେଇଛି ଅମୃତ ବିନୟ ବଚନ କହି ତୋଷିବ ପ୍ରାଣୀ ମନ। ଏହି ପଂକ୍ତିରେ କବି ମଧୁର ଓ ବିନୟପୂର୍ଣ୍ଣ କଥାର ମହତ୍ତ୍ୱକୁ ସୁନ୍ଦର ଭାବେ ପ୍ରକାଶ କରିଛନ୍ତି। ମଧୁର ଓ ବିନୟପୂର୍ଣ୍ଣ ବଚନ ଦ୍ୱାରା ପ୍ରାଣୀର ମନ ଓ ହୃଦୟ ପ୍ରସନ୍ନ ହୁଏ, ଅନ୍ତରରେ ଶାନ୍ତି ପ୍ରକଟ ହୋଇଥାଏ ଏବଂ ସମ୍ପର୍କ ମଜବୁତ ହୋଇଥାଏ। ମନୁଷ୍ୟର ବଚନରେ ଅଶେଷ ଶକ୍ତି ଭରି ରହିଛି। କଠୋର ଓ ଅହଙ୍କାରପୂର୍ଣ୍ଣ ବଚନ ହୃଦୟକୁ ଆଘାତ ଦିଏ, କିନ୍ତୁ କୋମଳ ଓ ବିନମ୍ର କଥା ଦୁଃଖ ହରଣ କରିଥାଏ। ତେଣୁ ଆମେ ଅମୃତ ସମ ମଧୁର ବଚନ କହି ଅନ୍ୟମାନଙ୍କର ମନକୁ ତୋଷ କରିବା ଉଚିତ। ଖରେ ସାକ୍ଷାତ ଗୁରୁ ଯେ ଈଶ୍ୱର, ଗୁରୁଙ୍କୁ ନ ମଣିବ ନର। ତାହେଲେ ପିଲାମାନେ, ଗୁରୁ ହିଁ ସାକ୍ଷାତ ଈଶ୍ୱର। ଏହି ଭାବନା ଭାରତୀୟ ସଂସ୍କୃତିର ଏକ ଗଭୀର ଆଧ୍ୟାତ୍ମିକ ସତ୍ୟକୁ ପ୍ରକାଶ କରେ। ଆମ ଶାସ୍ତ୍ରମାନଙ୍କରେ ଗୁରୁଙ୍କୁ ଈଶ୍ୱର ତୁଲ୍ୟ ମନେ କରାଯାଇଛି। ଯେପରି ଈଶ୍ୱର ସମସ୍ତଙ୍କ ସୃଷ୍ଟିକୁ ଆଲୋକ ଓ ଜୀବନ ଦିଅନ୍ତି, ସେପରି ଗୁରୁ ଜ୍ଞାନର ଆଲୋକ ଦ୍ୱାରା ମନୁଷ୍ୟର ଅଜ୍ଞାନ ଅନ୍ଧାରକୁ ଦୂର କରନ୍ତି। ଭାରତୀୟ ପରମ୍ପରାରେ ଅନେକ ଉଦାହରଣ ମିଳେ ଯେଉଁଠାରେ ଗୁରୁଙ୍କ ମହତ୍ତ୍ୱ ପ୍ରମାଣିତ ହୋଇଛି। ଦ୍ରୋଣାଚାର୍ଯ୍ୟ ତାଙ୍କ ଶିଷ୍ୟ ଦ୍ୱାରା ଅର୍ଜୁନଙ୍କୁ ଶ୍ରେଷ୍ଠ ଧନୁଧର ଭାବେ ଗଢ଼ିଥିଲେ। ଗୁରୁ ହିଁ ସାକ୍ଷାତ ଈଶ୍ୱର, କାରଣ ସେମାନେ ଆମକୁ ଜ୍ଞାନ, ନୀତି ଓ ସତ୍ୟର ପଥ ପ୍ରଦର୍ଶନ କରନ୍ତି। ନେକ୍ସଟ ଆମେ ଭାବିଚିନ୍ତି ଲେଖିବା ହେଲା। କରେ ଦେଇଛି ତା ଜନ୍ମ ଧନ୍ୟ ଏ ସଂସାରେ, ଯେ ରହେ ପର ଉପକାରୀ। ତାପରେ ଏଠି ଆମର ଅର୍ଥ ଦେଇଛି, ଯେଉଁ ମଣିଷ ଅନ୍ୟର ଉପକାର କରୁଥାଏ ତାର ଜୀବନ ଜଗତରେ ଧନ୍ୟ ବୋଲି ଗଣାଯାଏ। ପ୍ରଶ୍ନ, ତୁମେ ଏହି ଉତ୍ତର ସହିତ ଏକମତ କି? ସଂକ୍ଷେପ ଉଦାହରଣ ଦେଇ ନିଜର ମତାମତ ଲେଖ। ପିଲାମାନେ ଉତ୍ତର ଲେଖିବା। ହଁ, ମୁଁ ଏହି ଉତ୍ତରରେ ଏକମତ। ଯେଉଁ ମଣିଷ ସଦା ଅନ୍ୟର ଉପକାର କରୁଥାଏ ତାର ଜୀବନ ସାର୍ଥକ ଓ ଧନ୍ୟ ହୁଏ। ମନୁଷ୍ୟ ଜନ୍ମ କେବଳ ନିଜ ସ୍ୱାର୍ଥ ପୂରଣରେ ନୁହେଁ, ବରଂ ସମାଜ ପାଇଁ କିଛି କରିବାର ହିଁ ସାର୍ଥକ ହୋଇଥାଏ। ଉଦାହରଣ, ମଦର ଟେରେସା ସବୁବେଳେ ଦୁର୍ବଳ ଓ ଦରିଦ୍ର ଲୋକଙ୍କର ସେବା କରି ଜଗତରେ ସମ୍ମାନ ଲାଭ କରିଥିଲେ। ସେ ନିଜ ଜୀବନକୁ ଅନ୍ୟମାନଙ୍କ ସେବାରେ ଉତ୍ସର୍ଗ କରିଥିଲେ, ଯାହା ପାଇଁ ତାଙ୍କର ଜନ୍ମ ଧନ୍ୟ ବୋଲି ମନେ କରାଯାଏ। ତାପରେ ଆମକୁ ଖରେ ଦେଲା, ଉତ୍ତମ ସଙ୍ଗେ ସଙ୍ଗ ଯାର, ସେ କରେ ଉତ୍ତମ ବ୍ୟବହାର ହେଲା। ତାର ଅର୍ଥ ହେଉଛି, ଉତ୍ତମ ମଣିଷରେ ସାଙ୍ଗରେ ସାଙ୍ଗ ହେବା ଫଳରେ ସେହି ବ୍ୟକ୍ତି ମଧ୍ୟ ତାଠାରୁ ଉତ୍ତମ ବ୍ୟବହାର ଶିକ୍ଷା କରି ତାହା ଆଚରଣରେ ପ୍ରଦର୍ଶନ କରିଥାଏ। ପ୍ରଶ୍ନ କ'ଣ, ଏହା କ'ଣ ସମ୍ଭବ? ତୁମେ ତୁମ ଜୀବନରେ ଏପରି କେବେ ଅନୁଭବ କରିଛ କି? ତୁମର ସେହି ଅନୁଭବକୁ ସଂକ୍ଷେପରେ ଲେଖ। ତାହେଲେ ଆମେ ଉତ୍ତରରେ ଲେଖିବା, ମନୁଷ୍ୟ ଯେଉଁ ପରିବେଶରେ ରହେ ଓ ଯେଉଁମାନଙ୍କର ସହ ମିଳାମିଶା କରେ, ସେହି ଗୁଣଗୁଡ଼ିକ ଧୀରେ ଧୀରେ ଆହରଣ କରିଥାଏ। ଉତ୍ତମ ମଣିଷଙ୍କ ସହିତ ରହିଲେ ସତ୍ୟବାଦିତା, ଶିଷ୍ଟାଚାର ଆଦି ଭଲ ଗୁଣ ଶିଖିଥାଏ। ସେହିପରି କୁସଙ୍ଗ ମନୁଷ୍ୟକୁ ପଥଭ୍ରଷ୍ଟ କରିଥାଏ। ଗରେ କର୍ମ କରଣେ ଫଳ ପାଇ ପ୍ରାଣୀତା ଅବଶ୍ୟ ଭୁଞ୍ଜଇ।
ଏହାର ଅର୍ଥ ଏଠାରେ କର୍ମର ପ୍ରାଧାନ୍ୟ ଦିଆଯାଇଛି। ଯିଏ ଯେଉଁଭଳି କାର୍ଯ୍ୟ କରେ ତାର ଫଳ ସେହି ପ୍ରାଣୀ ନିଶ୍ଚିତ ଭାବେ ଭୋଗ କରିଥାଏ। ପ୍ରଶ୍ନ କ'ଣ ଏଠି? ତୁମେ ତୁମର ପାଠପଢ଼ା ଉପରେ ବିଚାର କର, ନିଜ କର୍ମର ଫଳ ସେହି ଅନୁଯାୟୀ କେତେ ପାଇବ ତାହା ମଧ୍ୟ କଳନା କର। ଏଥର ନିଜ ଅନୁଭବ ସମ୍ପର୍କରେ ସଂକ୍ଷେପରେ ଲେଖ। ମୁଁ ଜୀବନରେ ଏପରି ଅନୁଭବ କରିଛି, ବିଦ୍ୟାଳୟରେ ଛାତ୍ରାବାସ ରହଣି ସମୟରେ ମୋର ଉପରେ ଶ୍ରେଣୀରେ ପଢ଼ୁଥିବା ଜଣେ ବଡ଼ ଭାଇ ବହୁତ ଶିଷ୍ଟ ଓ ପରିଶ୍ରମୀ ଓ ଶିକ୍ଷକମାନଙ୍କର ଶ୍ରଦ୍ଧାଶୀଳ ଥିଲେ। ତାଙ୍କ ସହ ଅଧିକ ମିଳାମିଶା କରିଥିବାରୁ ମୁଁ ମଧ୍ୟ ପାଠପଢ଼ାରେ ମନୋନିବେଶ କରିବା, ସମୟର ମୂଲ୍ୟ ବୁଝିବା ଓ ସୁନ୍ଦର ଭାବରେ କଥା ହେବା ପ୍ରଭୃତି ଶିକ୍ଷା କଲି। ତାଙ୍କ ପ୍ରଭାବରେ ମୋର ଚରିତ୍ର ଓ ଆଚରଣରେ ମଧ୍ୟ ଭଲ ପରିବର୍ତ୍ତନ ଆସିଥିଲା। ଆଉ କ'ଣ, ମୁଁ ମୋର ପାଠପଢ଼ା ସମ୍ବନ୍ଧରେ ବେଳେବେଳେ ବିଚାର କରେ। ଯେତେବେଳେ ମୁଁ ନିୟମିତ ଭାବେ ପଢ଼େ, ଶିକ୍ଷକଙ୍କ କଥା ଧ୍ୟାନ ଦେଇ ଶୁଣେ ଏବଂ ଘରୋଇ ପାଠପଢ଼ା ଠିକ୍ ସମୟ ସମ୍ପୂର୍ଣ୍ଣ କରେ, ସେତେବେଳେ ପରୀକ୍ଷାରେ ଭଲ ନମ୍ବର ରଖେ। କିନ୍ତୁ ଯଦି ଆଳସ୍ୟ କରି ପଢ଼ାରେ ଅବହେଳା କରେ, ତେବେ ପରୀକ୍ଷାରେ ଭଲ କରେ ନାହିଁ। ଏଥିରୁ ମୁଁ ବୁଝିଛି ଯେ ମୋର କର୍ମ ଉପରେ ମୋର ଭବିଷ୍ୟତ ନିର୍ଭର କରେ। ଯଦି ମୁଁ କଷ୍ଟ କରି ପଢ଼ିବି, ତେବେ ଆଗାମୀ ଦିନରେ ତାହା ସୁଫଳ ପାଇବି। ନେକ୍ସଟ ଆମକୁ ଦେଇଛି, ମହତେ ଯାହା ଆଚରିବେ ଇତରେ ତାହା ହିଁ କରିବେ। ପିଲାମାନେ, ଏଠି ଆମର ମହତର ଅର୍ଥ ମହତ ଲୋକମାନେ, ଇତରର ଅର୍ଥ ସାଧାରଣ ଲୋକମାନେ ହେଲା। ସେ କହୁଛି ସେହିପରି ପଠିତ ସୂକ୍ତି ସଂଗ୍ରହରେ ଅନେକ ବୈଶିଷ୍ଟ୍ୟ ଆମେ ଦେଖିପାରିବା। ବୈଶିଷ୍ଟ୍ୟ ଗୁଡ଼ିକର ଏକ ତାଲିକା ପ୍ରସ୍ତୁତ କରିବା। ଏସବୁ ତାଲିକା ଆମକୁ ଦେଇଛି, ଆକୁ ଥରେ ରିଡ଼ିଂ କରିଦେବା। ଏସବୁ ଆମର ଖାଲି ପଢ଼ିବା ପାଇଁ ଦେଇଛି ହେଲା। ନେକ୍ସଟ ଦେଲା ଆମକୁ ଅନୁମାନ ଓ କଳ୍ପନା। ଅମୃତ ବିନୟ ବଚନ କହି ତୋଷିବ ପ୍ରାଣୀ ମନ ହେଲା। ଏଠି ବହୁତ ଗୁଡ଼ିଏ କୋଶ୍ଚିନ୍ ପଚାରିଛି। ପ୍ରଥମେ ଦେଇଛି, ଯଦି ସମସ୍ତେ ନିଜର କଥାକୁ କୋମଳ ତଥା ବିନୀତ ଭାବେ ପ୍ରକାଶ କରିବେ, ତେବେ ଶୁଣୁଥିବା ଲୋକରେ ମନରେ କି ଭାବ ଜାଗ୍ରତ ହେବ? ଦୁଇରେ, ବିନୟ ବଚନ କହୁନଥିବା ବ୍ୟକ୍ତିର କି କ୍ଷତି ହେବ ବୋଲି ଭାବୁଛ? ତାହେଲେ ପ୍ରଥମଟା ପିଲାମାନେ, ଯଦି ସମସ୍ତେ ନିଜର କଥାକୁ କୋମଳ ତଥା ବିନୀତ ଭାବରେ ପ୍ରକାଶ କରିବେ, ତେବେ ଶୁଣୁଥିବା ଲୋକଙ୍କ ମନରେ ଆନନ୍ଦ ଓ ସନ୍ତୋଷ ଭାବନା ଜାଗ୍ରତ ହେବ। ଏହାଦ୍ୱାରା ସମାଜରେ ଶାନ୍ତି ଓ ସହଯୋଗର ପରିବେଶର ଗଠିତ ହେବ। ଏବଂ ନେକ୍ସଟ ଦେଇଥିଲା, ଯେଉଁ ନମ୍ର ଓ କୋମଳ ତଥା ମଣିଷ ଚରିତ୍ରକୁ ସୁନ୍ଦର କରି ଗଢ଼ିଥାଏ, ମାତ୍ର ବିନୟ ବଚନ କହୁନଥିବା ବ୍ୟକ୍ତି ଅନେକ କ୍ଷତିର ସମ୍ମୁଖୀନ ହୁଏ। କାରଣ କଠୋର ଭାବରେ କହୁଥିବା ଲୋକକୁ କେହି ଭଲ ପାଆନ୍ତି ନାହିଁ, ସେମାନଙ୍କ ଠାରୁ ଦୂରେଇ ଯାଆନ୍ତି। ଅନେକ ସମୟରେ ଏହା ପାଇଁ ବିବାଦ ଓ ଝଗଡ଼ା ହେବାର ସମ୍ଭାବନା ରହିଥାଏ। ନେକ୍ସଟ ଦେଇଛି, ଏହିଭଳି ଯଦି ସମାଜରେ ସଭିଏଁ କଥାବାର୍ତ୍ତା କରିବେ, ତେବେ ସମାଜର କି ପରିବର୍ତ୍ତନ ହୋଇପାରିବ ଏବଂ ବିନୟ ବଚନକୁ ଅମୃତ ପଦ ସହିତ ଯୋଗ କାହିଁକି କରାଯାଇଛି? ପିଲାମାନେ, ଯଦି ସମାଜରେ ସମସ୍ତେ ବିନୟ ଓ କୋମଳ ଭାବରେ କଥାବାର୍ତ୍ତା କରିବେ, ତେବେ ସମାଜରେ ଶାନ୍ତି ଓ ଏକତା ସୃଷ୍ଟି ହେବ। ଏପରି ଆଚରଣ ଦ୍ୱାରା ପରିବାର, ପଡ଼ୋଶୀ ଓ ସମଗ୍ର ସମାଜରେ ସୁଖଦ ଓ ସୁସ୍ଥ ପରିବେଶ ସୃଷ୍ଟି ହେବ। ଏବଂ ତାପରେ ନେକ୍ସଟ କ୍ୱେଶ୍ଚିନ୍ ଆନ୍ସର ଆମର, ଅମୃତ ସଦୃଶ ଖାଦ୍ୟ ଖାଇଲେ ସେଥିରୁ ଜୀବନ ଓ ଶକ୍ତି ମିଳେ, ସେହିପରି ବିନୟପୂର୍ଣ୍ଣ କଥା ଶୁଣିଲେ ମନକୁ ଆନନ୍ଦ ଓ ସନ୍ତୋଷ ମିଳିଥାଏ। ତେଣୁ ବିନୟ ବଚନକୁ ଅମୃତ ପଦ ସହ ଯୋଡ଼ା ଯାଇଛି। ନେକ୍ସଟ ଖରେ ଦେଲା, ଉତ୍ତମ ସଙ୍ଗେ ସଙ୍ଗ ଯାର, ସେ କରେ ଉତ୍ତମ ବ୍ୟବହାର। ପ୍ରଥମେ ଦେଲା, ଯଦି ଜଣେ ବ୍ୟକ୍ତି ଉତ୍ତମ ମଣିଷ ସାଥିରେ ସବୁବେଳେ ସାଙ୍ଗ ହେଲା, ତାଙ୍କଠାରୁ ଉତ୍ତମ ବ୍ୟବହାର ଶିକ୍ଷା କରିବ। ସେପରି ଯଦି ଜଣେ ଦୁର୍ଜନ ସାଥିରେ ସାଙ୍ଗ ହେଲା, ତେବେ ତା ଗୁଣରେ କି ପରିବର୍ତ୍ତନ ହେବ? ଏବଂ ତାପରେ ପଚାରିଲା, ଯଦି ସମାଜରେ ଉତ୍ତମ ଲୋକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଏ, ତେବେ ସମାଜର କି ଉନ୍ନତି ସାଧିତ ହୋଇପାରିବ? ଯଦି ଜଣେ ଦୁର୍ଜନ ସାଥିରେ ସାଙ୍ଗ ହେଲା, ତେବେ ସେ ଖରାପ ଆଚରଣ ଓ ଖରାପ ଅଭ୍ୟାସର ବଶବର୍ତ୍ତୀ ହୋଇଥାଏ। ସେଥିପାଇଁ କୁହାଯାଇଛି, ଦୁର୍ଜନ ସଙ୍ଗ କଲେ ବାସ, ନିଶ୍ଚୟ ଘଟିବ ସର୍ବନାଶ। ଏବଂ ତାପର କ୍ୱେଶ୍ଚିନ୍ର ଉତ୍ତର ଆମର, ଯଦି ସମାଜରେ ଉତ୍ତମ ଲୋକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଏ, ତେବେ ସମାଜର ଅନେକ ପ୍ରକାର ଉନ୍ନତି ସାଧିତ ହେବ। ଉତ୍ତମ ବ୍ୟକ୍ତିମାନେ ସତ୍ୟ ଓ ଧର୍ମ ପଥରେ ଚାଲନ୍ତି ଏବଂ ଅନ୍ୟମାନଙ୍କୁ ସେହି ପଥରେ ଚାଲିବାକୁ ପ୍ରେରଣା ଦେଇଥାନ୍ତି। ଫଳରେ ସମାଜରେ ଶାନ୍ତି, ଏକତା ଓ ପାରସ୍ପରିକ ସହଯୋଗ ବୃଦ୍ଧି ପାଏ। ସମାଜରେ ଉତ୍ତମ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ିଲେ ସମାଜର ଶାନ୍ତିମୟ ଓ ସୁସଂଗଠିତ ହୋଇ ଆଗକୁ ବଢ଼ିବ। ଏବଂ ତାପରେ କ୍ୱେଶ୍ଚିନ୍ ପଚାରିଲା, ତୁମେ ଯଦି ତୁମ ଶ୍ରେଣୀର ଜଣେ ଉତ୍ତମ ସାଙ୍ଗ ସହିତ ମିଳାମିଶା କର, ତେବେ ତୁମର ସ୍ୱଭାବରେ କି ପରିବର୍ତ୍ତନ ଆସିବ ଏବଂ ନୀଚ ବ୍ୟକ୍ତିର ସଙ୍ଗତି ଫଳରେ କ'ଣ କ୍ଷତି ହେବ ବୋଲି ତୁମେ ଭାବୁଛ?
ଯଦି ମୁଁ ମୋ ଶ୍ରେଣୀର ଜଣେ ଉତ୍ତମ ସାଙ୍ଗ ସହିତ ମିଳାମିଶା କରେ ତେବେ ମୋ ସ୍ୱଭାବରେ ଅନେକ ପରିବର୍ତ୍ତନ ହେବ। ସେ ଯଦି ଭଲ ପଢ଼ୁଥାଏ ଓ ଉତ୍ତମ ଆଚରଣ କରୁଥାଏ ତେବେ ମୁଁ ମଧ୍ୟ ତା ଭଳି ହେବାକୁ ପ୍ରେରଣା ଲାଭ କରିବି। ଏହାଦ୍ୱାରା ମୋର ଶିଷ୍ଟାଚାର, ଦାୟିତ୍ୱବୋଧ ଓ ଆତ୍ମବିଶ୍ୱାସ ବଢ଼ିବ। ଏବଂ ତାପର ପ୍ରଶ୍ନର ଉତ୍ତର, ନୀଚ ବ୍ୟକ୍ତିର ସଙ୍ଗତି ଫଳରେ ମଣିଷ ସମାଜରେ ଲଜ୍ଜିତ ହୁଏ, ସମ୍ମାନ ହରାଏ ଓ ତାର ଭବିଷ୍ୟତ ଅନ୍ଧକାରମୟ ହୋଇଯାଏ। ଗରେ ସାକ୍ଷାତ ଗୁରୁ ଯେ ଈଶ୍ୱର, ଗୁରୁଙ୍କୁ ନ ମଣିବ ନର। ପ୍ରଥମେ ଦେଲା, ଗୁରୁଙ୍କୁ ଅବହେଳା କଲେ ଶିଷ୍ୟର ଅବନତି ହେବ ବୋଲି କାହିଁକି ଭାବୁଛ? ତାପରେ, ଗୁରୁ ଦିବସ ଦିନ ଗୁରୁ ପୂଜା କଲେ ତୁମମାନଙ୍କ ମନରେ ଗୁରୁଙ୍କ ପ୍ରତି କେଉଁଭଳି ଭାବନା ଜାଗ୍ରତ ହେବ? ପିଲାମାନେ, ଗୁରୁ ହେଉଛନ୍ତି ଶିଷ୍ୟଙ୍କ ଜୀବନର ମାର୍ଗଦର୍ଶକ। ସେ ଶିଷ୍ୟଙ୍କୁ ଜ୍ଞାନ, ଶିଷ୍ଟାଚାର ଓ ଉତ୍ତମ ଆଚରଣ ଶିଖାଇ ଠିକ୍ ପଥରେ ପରିଚାଳିତ କରିଥାନ୍ତି। ଯଦି ଶିଷ୍ୟ ଗୁରୁଙ୍କୁ ଅବହେଳା କରେ ତେବେ ଶିଷ୍ୟର ଜ୍ଞାନ, ଚରିତ୍ର ଓ ଜୀବନର ଉନ୍ନତିରେ ଅବନତି ଦେଖାଦିଏ। ଏବଂ ତାପର କୋଶ୍ଚିନ୍ର ଉତ୍ତର ଆମର, ଗୁରୁ ଦିବସ ଦିନ ଗୁରୁଙ୍କୁ ପୂଜା କଲେ ଆମ ମନରେ ଗୁରୁଙ୍କ ପ୍ରତି ଗଭୀର ସମ୍ମାନ, କୃତଜ୍ଞତା ଓ ଭକ୍ତିର ଭାବନା ଜାଗ୍ରତ ହୋଇଥାଏ। ଗୁରୁଙ୍କ ଆଶୀର୍ବାଦ ଓ ଉପଦେଶ ଛାତ୍ରମାନଙ୍କୁ ଭଲ ମଣିଷ ହେବାକୁ ପ୍ରେରଣା ଦେଇଥାଏ। ଗୁରୁ ଦିବସ ପାଳନ କରିବା ଅବସରରେ ଆମ ମନରେ ଗୁରୁଙ୍କ ପ୍ରତି ଅଧିକ ଶ୍ରଦ୍ଧା, ଭକ୍ତି ଓ ତାଙ୍କ ଶିକ୍ଷାକୁ ଅନୁସରଣ କରିବାର ଇଚ୍ଛା ଜାଗ୍ରତ ହୋଇଥାଏ। ନେକ୍ସଟ ଆମର ଉତ୍ତର, ଗୁରୁ ଜଣେ ସାଧାରଣ ମଣିଷ ନୁହନ୍ତି। ଗୁରୁଙ୍କର କେଉଁ କାର୍ଯ୍ୟ ଦେଖି ତୁମେ ଏଭଳି କଥାକୁ ଗ୍ରହଣ କରୁଛ? ଏବଂ ତାପରେ, ଈଶ୍ୱର ଆମ ପାଇଁ କ'ଣ କ'ଣ କରନ୍ତି, ଗୁରୁ ଆମ ପାଇଁ କ'ଣ କ'ଣ କରିପାରିବେ, ସାଙ୍ଗମାନଙ୍କ ସହିତ ଆଲୋଚନା କର। ପିଲାମାନେ, ଗୁରୁ ଜଣେ ସାଧାରଣ ମଣିଷ ନୁହନ୍ତି ବୋଲି ଆମେ ତାଙ୍କ କାର୍ଯ୍ୟ ଓ ଗୁଣ ଦେଖି ବୁଝିପାରୁ। ଗୁରୁ ନିଜର ଜ୍ଞାନ, ଆଦର୍ଶ, ଅନୁଭବ ଦ୍ୱାରା ଶିଷ୍ୟକୁ ସଠିକ୍ ଜୀବନ ପଥ ପ୍ରଦର୍ଶିତ କରନ୍ତି। ଗୁରୁଙ୍କର ସବୁଠାରୁ ମହତ୍ କାର୍ଯ୍ୟ ହେଉଛି ଶିଷ୍ୟର ଅଜ୍ଞାନ ଅନ୍ଧକାରକୁ ଦୂର କରି ଜ୍ଞାନର ଆଲୋକ ପ୍ରଦାନ କରିବା। ସେ ଶିଷ୍ୟଙ୍କୁ ଭଲ ମନ୍ଦର ଭେଦ ବୁଝାଇ ନୈତିକତା, ଶିଷ୍ଟାଚାର ଓ ମାନବତାର ମୂଲ୍ୟବୋଧ ଶିଖାନ୍ତି। ଏହି ସମସ୍ତ କାରଣରୁ ଗୁରୁଙ୍କୁ ସାଧାରଣ ମଣିଷ ରୂପେ ମନେ କରାଯାଏ ନାହିଁ, ତାଙ୍କୁ ସମାଜର ନିର୍ମାତା ଓ ଜ୍ଞାନର ପ୍ରଦୀପ ବୋଲି ଗ୍ରହଣ କରାଯାଏ। ନେକ୍ସଟ ପ୍ରଶ୍ନ, ଈଶ୍ୱର ଏ ସମସ୍ତ ସୃଷ୍ଟିର ସ୍ରଷ୍ଟା। ସେ ପୃଥିବୀ, ପ୍ରକୃତି ଓ ମନୁଷ୍ୟକୁ ସୃଷ୍ଟି କରିଛନ୍ତି ଏବଂ ଆମକୁ ଜୀବନ, ଶ୍ୱାସ ଓ ଶକ୍ତି ଦେଇଛନ୍ତି। ସେ ମନୁଷ୍ୟର କର୍ମାନୁଯାୟୀ ଫଳ ଦିଅନ୍ତି। ଈଶ୍ୱର ଆମକୁ ସୃଷ୍ଟି କରି ଜୀବନ ଦେଇଥିବା ବେଳେ ଗୁରୁ ଆମକୁ ଉପଯୁକ୍ତ ଜ୍ଞାନ ପ୍ରଦାନ କରି ଈଶ୍ୱରଙ୍କୁ ପାଇବାର ପଥକୁ ପ୍ରଦର୍ଶିତ କରିଥାନ୍ତି। ଗୁରୁଙ୍କ ଶିକ୍ଷା ଦ୍ୱାରା ମନୁଷ୍ୟ ଈଶ୍ୱରଙ୍କୁ ଭକ୍ତି, ପୂଜା ଓ ଧ୍ୟାନ ମାଧ୍ୟମରେ କିପରି ଅନୁଭବ କରାଯାଇପାରିବ ତାହା ଜାଣିଥାଏ। ଘରେ ନିକଟେ ଥିଲେ ଅନାଦାର, ଏଇଟି ସଂସାର ବ୍ୟବହାର। ବର୍ତ୍ତମାନ ପିଲାମାନେ ଆମେ ଚାରୋଟି ଯାକ କରିଦେବା ଏକାଥରକେ, ହେଲା, ଗୋଟେ ଗୋଟେ କରିକି। ଆମର କଥାରେ ଅଛି, ଅତି ପରିଚୟ ଗୌରବ ନଷ୍ଟ। ଏହି ପ୍ରବଚନ ସହିତ ଉପରଲିଖିତ ପଦର କିପରି ସମ୍ପର୍କ ଅଛି ସାଙ୍ଗମାନଙ୍କ ସହିତ ଆଲୋଚନା କର। ତାପରେ ଆମକୁ ଦେଲା, ଜଣେ ଜ୍ଞାନୀ ଗୁଣୀ ବ୍ୟକ୍ତିଙ୍କ ସହ ଅତି ପରିଚିତ ଥିଲେ ମଧ୍ୟ ତାଙ୍କ ପ୍ରତି ତୁମର ଭାବନା କିମ୍ବା ବ୍ୟବହାର କିପରି ରହିବା ଉଚିତ ହେବ। ଏବଂ ତାପରେ, ଯଦି ଜଣେ ସମ୍ମାନାସ୍ପଦ ଜ୍ଞାନୀ ଗୁଣ୍ୟ ବ୍ୟକ୍ତିଙ୍କ ସହିତ ଅତି ପରିଚିତ ହେତୁ ଅବମାନନା କରାଯାଏ ତେବେ ସମାଜର କି କ୍ଷତି ହେବ। ଏବଂ ନେକ୍ସଟ, ଦୂର ପର୍ବତ ସୁନ୍ଦର ପ୍ରବଚନଟିର ଏ କ୍ଷେତ୍ରରେ କିପରି ସାମଞ୍ଜସ୍ୟ ରହୁଛି ବୋଲି ଭାବୁଛ, ନିଜ ଅନୁଭୂତିରୁ କିଛି କହିବା। ତାହେଲେ ପ୍ରଥମେ ଦେଇଥିଲା ଅତି ପରିଚୟ ଗୌରବ ନଷ୍ଟ। ଏହି ପ୍ରବଚନ ସହିତ ଉପରଲିଖିତ ପଦଟି ଏକ ପ୍ରକାର ସତ୍ୟକୁ ପ୍ରକାଶ କରେ। ଯେଉଁ ବ୍ୟକ୍ତି ଓ ସ୍ଥାନ ସହିତ ମନୁଷ୍ୟ ଅତ୍ୟଧିକ ପରିଚିତ ହୋଇଥାଏ ସେଥିପ୍ରତି ତାର ଆଗ୍ରହ ଓ ସମ୍ମାନ ହ୍ରାସ ପାଏ। ଉଦାହରଣ, ଗଙ୍ଗା ନଦୀ କୂଳରେ ବସବାସ କରୁଥିବା ଲୋକମାନେ ଏହାର ଜଳକୁ ନିକୃଷ୍ଟ କାର୍ଯ୍ୟରେ ମଧ୍ୟ ବ୍ୟବହାର କରନ୍ତି। ମାତ୍ର ଗଙ୍ଗା ନଦୀଠାରୁ ବହୁ ଦୂରରେ ବାସ କରୁଥିବା ବ୍ୟକ୍ତିମାନେ ଏହାର ପବିତ୍ର ଜଳକୁ ସଂଗ୍ରହ କରି ଓ ଯତ୍ନର ସହିତ ଘରକୁ ଆଣି ପୂଜା ଅର୍ଚ୍ଚନାରେ ବ୍ୟବହାର କରନ୍ତି। ସେଥିପାଇଁ ସଂସ୍କୃତରେ କୁହାଯାଇଛି, ଅତି ପରିଚୟାତ୍ ଅବଜ୍ଞା, ସନ୍ତତ୍ ଗମନାତ୍ ଅନାଦରଃ ଭବତି। ନେକ୍ସଟ ଆମକୁ ଦେଇଥିଲା, ଜଣେ ଜ୍ଞାନୀ ଗୁଣୀ ବ୍ୟକ୍ତିଙ୍କ ସହିତ ଅତି ପରିଚିତ ଥିଲେ ମଧ୍ୟ ତାଙ୍କ ପ୍ରତି ଆମର ଭାବନା ଓ ବ୍ୟବହାର ସର୍ବଦା ଶ୍ରଦ୍ଧାପୂର୍ଣ୍ଣ ହେବା ଉଚିତ। ତାଙ୍କର ଗୁଣ, ଜ୍ଞାନ ଓ ଅନୁଭବ ଆମ ପାଇଁ ଶିକ୍ଷାପ୍ରଦ। ତେଣୁ ତାଙ୍କ ସହ ଅତି ପରିଚିତ କେବେ ହେଲେ ଅସମ୍ମାନର କାରଣ ହେବା ଉଚିତ ନୁହେଁ।
ନେକ୍ସଟ ଆମକୁ ଦେଇଥିଲା ଯଦି ଜଣେ ସମ୍ମାନସ୍ପଦ ଜ୍ଞାନୀ ଗୁଣୀ ବ୍ୟକ୍ତିଙ୍କୁ ଅତି ପରିଚିତ ହେତୁ ଅବମାନନା କରାଯାଏ ତେବେ ସମାଜର ଗୁରୁତର କ୍ଷତି ହୁଏ, ସମାଜର ମୂଲ୍ୟବୋଧ ଓ ଶିଷ୍ଟାଚାରର ଅବନତି ଘଟେ। ଜ୍ଞାନ ଓ ଗୁଣର ଅବମୂଲ୍ୟାୟନ ହେତୁ ଯୁବପିଢ଼ିଙ୍କର ଶିକ୍ଷା ଓ ଆଦର୍ଶ ପ୍ରତି ଆକର୍ଷଣ ହ୍ରାସ ପାଇଥାଏ। ଜ୍ଞାନୀ ଗୁଣୀ ବ୍ୟକ୍ତିମାନେ ସମାଜର ପ୍ରେରଣା ସ୍ରୋତ ଅଟନ୍ତି। ସେମାନଙ୍କର ଅମର୍ଯ୍ୟାଦା ଦ୍ୱାରା ସାମାଜିକ ସମନ୍ୱୟ ଓ ପୂଜାର ଅମର୍ଯ୍ୟାଦା ଘଟେ। ଏବଂ ତାପରେ ଦେଇଥିଲା ଦୂର ପର୍ବତ ସୁନ୍ଦର ହେଲା। ଦୂରରେ ଥିବା ବ୍ୟକ୍ତି ବା ସ୍ଥାନ ଆମକୁ ସବୁବେଳେ ଆକର୍ଷଣୀୟ ବୋଧ ହୁଅନ୍ତି। ଏହି ପ୍ରବଚନର ଏହି ପଦ ସହିତ ସମ୍ପୂର୍ଣ୍ଣ ସାମଞ୍ଜସ୍ୟ ରହିଛି। ମାନବ ସ୍ୱଭାବ ଏହିପରି ଯେ ନିକଟରେ ଥିବା ଜ୍ଞାନୀ ଗୁଣୀ ବ୍ୟକ୍ତିଙ୍କୁ ଆମେ ହେୟ ଜ୍ଞାନ କରୁ, ଦୂରରେ ଥିବା ବ୍ୟକ୍ତିଙ୍କୁ ଅଧିକ ମାନ୍ୟତା ଦେଇଥାଉ। ଉଦାହରଣ, ଘରେ ଗୁରୁଜନଙ୍କ ଉପଦେଶ ଓ ଆକଟ ଆମକୁ ସାଧାରଣ ମନେ ହୁଏ, କିନ୍ତୁ ସେମାନଙ୍କର ଅନୁପସ୍ଥିତିରେ ଆମେ ସେମାନଙ୍କର ଉପଦେଶକୁ ଗୁରୁତ୍ୱ ବୁଝିଥାଉ। ରେ ଆମକୁ ଦେଇଛି କର୍ମ କରଣା ଫଳ ପାଇ ପ୍ରାଣୀ ତ ଅବଶ୍ୟ ବୁଝେ ହେଲା। ପ୍ରଥମେ ତାର ଅର୍ଥ ହେଲା କରେ ଫାଷ୍ଟ କ୍ୱେଶ୍ଚିନ୍ଟାର ମନୁଷ୍ୟ ଯେପରି କର୍ମ କରେ ସେହିପରି ଫଳ ଅବଶ୍ୟ ପାଇଥାଏ। କଠିନ ପରିଶ୍ରମ ସତ୍ତ୍ୱେ ଯଦି ପରୀକ୍ଷାରେ ସନ୍ତୋଷଜନକ ଫଳ ନ ମିଳେ ତେବେ ହତାଶ ହେବା ଉଚିତ ନୁହେଁ। ବିଫଳତାକୁ ଜୀବନର ଶିକ୍ଷା ଭାବରେ ଗ୍ରହଣ କରିବା ଆବଶ୍ୟକ। ଏବଂ ତାପରେ କ୍ୱେଶ୍ଚିନ୍ର ସେଇଥିରେ ଉତ୍ତର ପ୍ରଥମେ ନିଜର ତ୍ରୁଟି ଖୋଜିବା ଓ ପାଠପଢ଼ା ପ୍ରସ୍ତୁତିରେ କେଉଁଠି ଅଭାବ ରହିଛି ତାହା ବିଚାର କରିବା ଆବଶ୍ୟକ। ଉପଯୁକ୍ତ ସମୟ ସାରଣୀ ପ୍ରସ୍ତୁତ କରି ତଦନୁଯାୟୀ ନିୟମିତ ପାଠପଢ଼ା ଅଭ୍ୟାସ କରିବା ଆବଶ୍ୟକ। ଶିକ୍ଷକ ଓ ଅଭିଭାବକଙ୍କ ପରାମର୍ଶ ଗ୍ରହଣ କରି ଆତ୍ମବିଶ୍ୱାସର ସହ ପୁନର୍ବାର ପ୍ରୟାସ କଲେ ନିଶ୍ଚିତ ରୂପେ ସଫଳତା ମିଳିବ। ବିଫଳତା ଯୋଗୁଁ ଭାଙ୍ଗି ପଡ଼ିବା ଅପେକ୍ଷା ଅଧିକ ସଚେତନ ଓ ଯୋଜନାବଦ୍ଧ ଭାବରେ ପ୍ରୟାସ କରିବା ଆବଶ୍ୟକ। ନେକ୍ସଟ ଏଠି ଦେଇଛି ସୂକ୍ତିମାଳାରୁ ସଂଗୃହୀତ ପଦଗୁଡ଼ିକରେ କେଉଁ କେଉଁ ଭାବ ପ୍ରକାଶ ପାଉଛି ସେଗୁଡ଼ିକ ନିଜ ଦଳର ସାଙ୍ଗମାନଙ୍କ ସହିତ ଆଲୋଚନା କରି ନିମ୍ନ ରେଖାଚିତ୍ରରେ ପ୍ରକାଶ କରିବେ ଏବଂ ଦୁଇଟି ଉଦାହରଣ ଦେବା। ପିଲାମାନେ ଏଠି ଗୋଟେ ଲେଖିବ ମାନବ ସେବା ହିଁ ମାଧବ ସେବା ହେଲା, ମାନବ ସେବା। ତାପରେ ଲେଖିବ ଆମର କ'ଣ କ୍ଷମା ଓ ଶାନ୍ତି, କ୍ଷମା ଓ ଶାନ୍ତି ବୁଝିହେଲା। ଆଉ କ'ଣ ଲେଖିବ ଆମର ଲେଖିବ ସମୟର ମହତ୍ତ୍ୱ। କ'ଣ ଲେଖିବ 3 ନମ୍ବରରେ ସମୟର ମହତ୍ତ୍ୱ। ଆଉ କ'ଣ ଲେଖିବ ଆମର ଦୟାବାନ ହେବା ହେଲା। 4 ନମ୍ବରରେ ଲେଖିବ ଦୟାବାନ ହେବା। ଏବଂ ନେକ୍ସଟ ଲେଖିବ ଆମର କ'ଣ ଲେଖିବ ଆଉ କ'ଣ ଲେଖିପାରିବ କହିଲ, ଆଉ ଗୋଟେ ଲେଖିବ 5 ନମ୍ବରରେ ମଧୁର ବଚନ କହିବା, ମଧୁର ବଚନ।